जय जगन्नाथ साଙ୍ଗमाने मुझे आपन सहित शेयर करी बिरियानी रेसिपी चैनल स्टार्ट करिए बिरियानी रेसिपी प्रथम बिरियानी ପାଇଁ କିଛି ଗୋଟା ମସଲା ଆଉ ତେଜପତ୍ର ଭଲରେ ଭାଜି ନେବା ସେଗୁଡ଼ିକ ଭଲରେ ଭାଜି ସାରିଲା ପରେ ତାକୁ ଗ୍ରାଇଣ୍ଡର ଗ୍ରାଇଣ୍ଡିଙ୍ଗ କରି ତାପରେ ଦେଢ଼ କେଜି ଚିକେନ୍ ଭଲରେ ଧୋଇ ଆଣି ତା ଦେହରେ ଲେମ୍ବୁ ଲୁଣ ହଳଦୀ ଗୁଣ୍ଡ ତେଲରେ ଭଲ ଭାବରେ ମ୍ୟାରିନେଟ୍ କରିଦେବା ତାପରେ ବିରିୟାନୀ ଚାଉଳ ଭଲରେ ବତୁରିବା ପାଇଁ ଛାଡ଼ିଦେବା ଏପଟେ ଆମର ଅଣ୍ଡା ହେଇସାରିଲାଣି ସିଝେଇ ଦେଇଛି 8ଟା ଅଣ୍ଡାକୁ ତାପରେ ଚିକେନ୍ ମ୍ୟାରିନେଟ୍ କରି ରଖିଥିବା ତା ଦେହରେ ଆମେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ବିରିୟାନୀ ମସଲା ଚିକେନ୍ ମସଲା ଆଉ ତାପରେ ଦହି ଦେବା ତାପରେ କିଛି କସ୍ତୁରୀ ମେଥି କିଛି ଧନିଆ ପତ୍ର ଆଉ କିଛି ପୁଦିନା ପତ୍ର ଆଉ ସ୍ୱାଦ ଅନୁଯାୟୀ ଲୁଣ ତାକୁ ଆମେ ଭଲ ଭାବେ ମ୍ୟାରିନେଟ୍ କରିଦେବା ତାପରେ ତା ଦେହରେ ଲଙ୍କାର ପେଷ୍ଟ ଆଉ ଅଦା ରସୁଣର ପେଷ୍ଟ ତାପରେ ଆମେ ଯେଉଁ ଗୁଣ୍ଡ କରି ରଖିଥିଲେ ମସଲା ତାକୁ ଆମେ ପକାଇଦେବା ମ୍ୟାରିନେଟ୍ କରି ରଖିଦେବା ତାପରେ ଆଳୁ ଭାଜି ନେବା ଗୋଟେ ତେଲରେ କଢ଼ାରେ ତାପରେ ସେଇ କଢ଼ାରେ ଆମେ ଭାଜି ନେବା ପିଆଜ ଆମେ ହେଇ ଆସିଲାଣି ଏପଟେ ଆମେ ଚାଉଳ ପାଇଁ କିଛି ଗୁଣ୍ଡ ମସଲା ଆଉ କିଛି ବହୁତ ଧନିଆ ପତ୍ର ପୁଦିନା ପତ୍ର ଏପଟେ ଆମର ପିଆଜକୁ ଭଲ ଭାବେ ଭାଜି ନେବା ତା ଖାଡ଼ା ମସଲା କିଛି ପକାଇଛି ମୁଁ ଏଠି ତାପରେ ଏଠି ଦେବି ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ହଳଦୀ ଲୁଣ ତାପରେ ସେ ଯେଉଁ ଚିକେନ୍ ରଖିଥିଲେ ତାକୁ ତାପରେ ପକାଇଦେବା ତାକୁ ତାପରେ ଭଲ ଭାବେ ମିକ୍ସ କରିଦେବା ସେଇଟା ହେଇସାରିଲା ପରେ ଆମେ ଏଠି ବିରିୟାନୀ ଚାଉଳକୁ ପକାଇଦେବା ଯେଉଁ ଗରମ କରି ରଖିଥିଲେ ଏଠି ବିରିୟାନୀ ଚାଉଳ ହେଇଯାଇଛି ତାପରେ ଏଠି ଆମେ ଲେୟାର କରିବା ପ୍ରଥମେ ଚିକେନ୍ ତାପରେ ପିଆଜ ତାପରେ ଏଠି ଆମର ବିରିୟାନୀ ଚାଉଳ ତାପରେ ଆଳୁ ତାପରେ ପୁଣି ସେହି ପ୍ରୋସେସ୍ରେ ଆମେ ସେଇ ବାତ୍ୟା କରିବା ଏ ଦେଖନ୍ତୁ ହେଇସାରିଲାଣି ତାପରେ ଆମେ ତା ଦେହରେ ଦେବା ରୋଜ୍ ୱାଟର୍ ତାପରେ ଏଠି ସବୁ ହାଇ କରିଛନ୍ତି ତାପରେ ଏଠି କଲର୍ ମସଲା ଦେବା ୟେଲୋ କଲର୍ ଆଉ ରେଡ଼୍ କଲର୍ ତାପରେ ତା ଦେହରେ କିଛି ତେଲ ଦେଇଦେବା ଆମେ ତାପରେ କିଛି ଘିଅ ଦେଇଦେବା ତା ଦେହରେ ଅଳ୍ପ ଟିକେ ପାଣି ଦେବେ ଆପଣ ତାପରେ କିଛି ଧନିଆ ପତ୍ର ଲୁଣ ପୁଦିନା ପତ୍ର ତାପରେ ତାକୁ ଦମ୍ ବସାଇଦେବା ତାପରେ ଦମ୍ ବସାଇ ସାରିଲା ପରେ ହେଇଗଲା ଆମର ଦମ୍ ବିରିୟାନୀ ରେଡ଼ି ହେଇଗଲା ଜୟ ଜଗନ୍ନାଥ।